नमस्कार, जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। षष्ठ स्कंद प्रथम अध्याय। अजामिळକୁ ଯମଦୂତେ ଧରନ୍ତେ ମିଳି ବିଷ୍ଣୁଦୂତେ। ତାହାଙ୍କ କଥୋପକଥନ ପ୍ରଥମ ଅଧ୍ୟାୟ ବର୍ଣ୍ଣନା। ସୁକ ଚରଣେ ପ୍ରଣମିତ ହୋଇ ବୋଲନ୍ତି ପରୀକ୍ଷିତ। ରାଜା ପରୀକ୍ଷିତ ଉବାଚ ଓ ଭାଗବତ ତୁମ୍ଭେ ଆଦେ କହିଲ ଯା ଦ୍ୱିତୀୟ ସ୍କନ୍ଧେ। ନିବୃତ୍ତି ମାର୍ଗ ପରକାରେ ଯେମନ୍ତେ ଅର୍ଚିରାଧିପୁରେ। ଯୋଗେ ଲଭନ୍ତି ପ୍ରଜାପତି କ୍ରମେ ତାଙ୍କର ସଙ୍ଗେ ମୁକ୍ତି। ଆର ପ୍ରବୃତ୍ତି ମାର୍ଗ ଯେହି ସ୍ୱର୍ଗାଦି ସୁଖ ଜହି ପାଇ। ପ୍ରକୃତି ବିଳୟ ଅଭାବେ ଜନ୍ମ ମରଣ ଜୀବ ଲଭେ। ପୁଣି ହୁଏ ସେ ପୁଣି ଯାଏ ସେ ମାର୍ଗ କହିଲ ତୃତୀଏ। ଯେ ପୁଣି ଅଧର୍ମ ଲକ୍ଷଣ ନରକ ମାନଙ୍କ ବର୍ଣ୍ଣନ। ଯେ ସ୍ୱୟଂଭୁବ ମନୁ ଆଦି କହିଲ ଚତୁର୍ଥେ ସମ୍ପାଦି। ଉତ୍ଥାନ ପାଦ ପ୍ରିୟ ବ୍ରତ ଏବେ ନିବଂଶାନୁଚରିତ। ଦ୍ୱୀପ ବରସ ମହୀଧର ନଦୀ ଉଦ୍ୟାନ ଯେ ସାଗର। ପୃଥିବୀ ମଣ୍ଡଳର ସ୍ଥାନ ସୂର୍ଯ୍ୟ ମଣ୍ଡଳ ଜ୍ୟୋତିର୍ଗଣ। ଚନ୍ଦ୍ର ତାରକା ଆଦି କରି ଭାଗ ବିବର ଅନୁଚରି। ଯେମନ୍ତେ ପ୍ରକାରେ ଈଶ୍ୱର ସର୍ଜିଲେ ଅଖିଳ ସଂସାର। ଏ ସର୍ବ କହିଲ ମୋ ଆଗ ଏବେ ପୁଛଇ ମହାଭାଗ। ନାନା ପ୍ରକାରେ ଯେ ନରକ ପ୍ରାଣୀ ସଞ୍ଚରନ୍ତି ଅନେକ। ଉଗ୍ର ଯାତନାକୁ ଭୁଞ୍ଜନ୍ତି କି କଲେ ତହିଁ ନ ପଡ଼ନ୍ତି। ବିଶେଷ କରି ମହାଭାଗ କହ ଅନୁରାଗେ ମୋ ଆଗ। ଶ୍ରୀଶୁକ ଉବାଚ ମନ ବଚନ ଶରୀରରେ ଯେ ପ୍ରାଣୀ ପାପ କାର୍ଯ୍ୟ କରେ। ଇହଲୋକରେ ଦେହ ଧରି ଯେବେ ପ୍ରାୟଶ୍ଚିତ ନ କରି। କିଓ ବା ପରମ ଈଶ୍ୱରେ ପୂଜା ନ କରେ ଭକ୍ତି ଭରେ। ଅଥବା ନାମ ସଂକୀର୍ତ୍ତନେ ଶ୍ରଦ୍ଧା ନ କରେ ଭଗବାନେ। ନିଶ୍ଚୟ ଜାତ ନା ନରକ ସେ ପ୍ରାଣୀ ଲଭନ୍ତି ଅନେକ। ଯେ ବଣ ପ୍ରକାରେ ବିଷେକ କରଇ ଚିକିତ୍ସା ଅନେକ। ରୋଗର ଗୁରୁ ଲଭୁ ଜାଣି ନିଦାନ କଥା ପରିମାଣି। ହେମନ୍ତ ମରଣର ଆଗେ ସଂଯତ ମନା ହୋଇ ବେଗେ। ପାପର ନିବାରଣ ଅର୍ଥେ କରିବ ସତ୍ୟ ପ୍ରାୟଶ୍ଚିତେ। ରାଜା ପରୀକ୍ଷିତ ଉବାଚ ପାପ ଅହିତ ପରିମାଣି ତଥାପି ବିଷୟରେ ପ୍ରାଣୀ। ପାପରେ ପୁଣି ପ୍ରବର୍ତ୍ତେ କି କାର୍ଯ୍ୟ ତେବେ ପ୍ରାୟଶ୍ଚିତେ। କେବେ ବା ପାପ ନିବର୍ତ୍ତଇ ପୁଣି ହିଁ ପାପ ଆଚରଇ। ଏଥୁ ଅନ୍ତରେ ପ୍ରାୟଶ୍ଚିତ କୁଞ୍ଜର ସ୍ନାନ କଲା ମତ। ଶ୍ରୀଶୁକ ଉବାଚ କର୍ମରେ କରି କର୍ମମାନ ନିଗ୍ରହ କରନ୍ତି ଯେ ଜନ। କର୍ମ ସମୂଳେ ନାଶ ନୋହି ଏହାର ସ୍ୱଭାବଟି ଏହି। ଅଜ୍ଞାନୀ ଅଧିକାରୀ ଯେଣୁ ବିଫଳ ପ୍ରାୟଶ୍ଚିତ ତେଣୁ। ସୁପଥ୍ୟ ଗ୍ରାସ ଯେହୁ କରେ ତାକୁ ବ୍ୟାଧି ପୀଡ଼ା ନ କରେ। ଏହି ନିୟମ ଯେ କରନ୍ତି କ୍ରମେ କଲ୍ୟାଣ ସେ ଲଭନ୍ତି।
ଦେହ ବଚନ ବୁଦ୍ଧି ଘେନି ଯେ ପାପ କରିଥାଏ ପ୍ରାଣୀ। ତପସ୍ୟା ଯମ ନିୟମରେ ସମଦମ ତ୍ୟାଗ ଶୌଚରେ ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ ଜ୍ଞାନୀ ନାଶନ୍ତି ପାପ ଘରେ। ଯେ ସନେ ଦହି ସକଳ ବେଣୁର ଗୁଳ୍ମ ଦାଭାନଳ କେହି କେବଳ ଭକ୍ତି କରି ଗୋବିନ୍ଦ ପାଦେ ଆଶ୍ରେ କରି ଅଘ ଅଶେଷ କରେ ନାଶ ହିମ ଯେ ସନେର ବିତ୍ରାସ। ହେ ରାଜା ଅଘବନ୍ତ ସେହି ତପେ ପବିତ୍ର ତେଡ଼େ ନହି ଯେମନ୍ତ କୃଷ୍ଣର ବିଷয়ে ପ୍ରାଣ ଅର୍ପିଲେ ଶୁଦ୍ଧ ହୋଏ। ସୁଶୀଳ ସାଧୁ ଯେଉଁ ଜନ ନାରାୟଣରେ ପରାୟଣ ତାହାଙ୍କ ଭକ୍ତି ପଥ ମାନ ଲୋକଙ୍କ କଲ୍ୟାଣ କାରଣ। ରାଜେନ୍ଦ୍ର ଶୁଣ ପରିମାଣି କୃଷ୍ଣ ବିମୁଖ ଯେତେ ପ୍ରାଣୀ ତାହାଙ୍କ ତପେ ଯେତେ ଫଳ ସକଳ ହୁଅଇ ନିଷ୍ଫଳ। କୃଷ୍ଣର ପାଦ ପଦ୍ମ ଦୁଇ ତାଗୁଣେ ଅନୁରାଗୀ ହୋଇ ଯେ ଏକ ବେଳେ ବୋଲେ ନାମ ସ୍ୱପ୍ନେ ସେ ନ ଦେଖଇ ଯମ। ତା ଦୂତେ ପାଶ ରଜୁଧାରୀ ନ ଦେଖେ ଚିହ୍ନ ତାଙ୍କରି। ଯେ ଇତିହାସ ପୁରାତନ କହିବା ଶୁଣ ସାବଧାନ ବିଷ୍ଣୁଙ୍କ ଦୂତ ଯମଦୂତ ସମ୍ବାଦ ଅତି ଅଦ୍ଭୁତ। କାନ୍ୟକୁ ବୁଝ ନାମେ ଦେଶ ଅଜାମିଳର ତହିଁ ବାସ। ଆଶ୍ରମେ ଦ୍ୱିଜ ଯେ ବୋଲାଇ ସ୍ୱଭାବେ ଦାସୀପତି ହୋଇ ସଦାଚାରଙ୍କୁ ନଷ୍ଟ କରି ଦାସୀର ସଂସର୍ଗ ଆଚରି। କୈତବ୍ୟ ଚୌର୍ଯ୍ୟ ପଣେ ଥାଇ କୁଶ୍ଚିତ କର୍ମ ଆଚରଇ ଏମନ୍ତେ କେତେ ଦିନ ଗଲା ତାହାର ପୁତ୍ର ଉପୁଜିଲା। ସେ ନଗ୍ରେ ଥାଇ ଦାସୀପତି ପୁତ୍ର ପାଳନେ ସଦାମତି। 88 ବୟସ ତାହାର କାଳ ହୋଇଲା ନୃପବର ବୃଦ୍ଧ ବୟସେ ତାର ପୁତ୍ର ହୋଇଲା ଦୋଷ ପରମିତ। କନିଷ୍ଠ ନାମ ନାରାୟଣ ପିତାର ଆନନ୍ଦ କାରଣ ତାହାର ତହିଁ ଚିତ ଥୋଇ ଅନ୍ୟତ୍ର କେବେ ନ ଦେଇ। ବାଳକ ସ୍ୱଭାବେ ଅଲ୍ଲଳ କହଇ ବଚନ କୋମଳ ତାହାର ଲୀଳା ମାନ ଦେଖି ହରସ କେ ପାରିବ ଲେଖି। ଭୋଜନ ଜଳ ପାନ ବେଳେ ନାନା ପ୍ରକାରେ ସୁଖ ଭୋଳେ ବାଳକ ସ୍ନେହେ ବଶ ହୋଇ ଅଗ୍ରେ ଭୋଜନ ତାରେ ଦେଇ। ମରଣ ନ ଜାଣଇ ମୂଢ଼ ବାଳକ ସ୍ନେହେ ଚିତ ଦୃଢ଼ ମରଣ କାଳ ଉପଗତ ତକ୍ଷଣେ କରି ଦୃଢ଼ ଚିତ। ବାଳକ ନାମ ନାରାୟଣ ମତି ନିବେଶିଲା ତକ୍ଷଣ। ସମନ ଦୂତେ ପାଶ କରେ ମିଳିଲେ ତାର ସମୀପରେ ଉଚ୍ଚ ପୁରୁଷ ଭୟଙ୍କର ବକ୍ରବଦନ ମହାଘୋର ଲମ୍ବ ଲୋମ ସର୍ବ ଶରୀର ଦେଖି ଅଜାମିଳ କାତର। ଦୂରେ ବାଳକ ସଙ୍ଗେ ମିଳି ତାହାର ପୁତ୍ର କରେ କେଳି ଗଭୀର ସ୍ୱରେ ଉଚ୍ଚ କରି ଡାକିଲା ପୁତ୍ର ନାମ ଧରି। ଇନ୍ଦ୍ରିୟ ଆକୁଳେ ତକ୍ଷଣେ ଡାକିଲା ପୁତ୍ର ନାରାୟଣୀ। ଗଲା ଯେ ଅଜାମିଳ ପ୍ରାଣ ସେ ନାମ କରି ସଂକୀର୍ତ୍ତନ। ଯମର ଦୂତ ଥିଲେ ବେଢ଼ି ହସ୍ତରେ ପାଶ ରଜୁ ଧରି ଶୁଣି ତା ମୁଖୁ ନାରାୟଣ ଆସି ମିଳିଲେ ବିଷ୍ଣୁଗଣ। ସେ ଅଜାମିଳ ହୃଦୟରୁ ଜୀବକୁ ଆକର୍ଷଣ କରୁ ଯମଦୂତକୁ ବିଷ୍ଣୁ ଦୂତେ ବଳେ ନିବାରିଲେ ତୁରିତେ। ବୈବସ୍ୱତ ପ୍ରଭୁ ଯାର ସେ ଦୂତ ମାନଙ୍କ ଉତ୍ତର ବିଷ୍ଣୁ ଦୂତ ମାନଙ୍କୁ କହି ତୁମ୍ଭେ ନିବାର କାହିଁ ପାଇଁ। ଧର୍ମରାଜାର ଆଜ୍ଞା ମାନ କିମ୍ପାଇଁ କରୁଛ ଲଙ୍ଘନ। କାହାର ତୁମ୍ଭେ ମାନେ ଦୂତ କାହୁଁ ବା ଅଇଲ ତୁରିତ। କିମ୍ପାଇଁ ଆମ୍ଭଙ୍କୁ ନିରୋଧ କିବା ଉତ୍ତମ ତୁମ୍ଭେ ସିଦ୍ଧ। କିବା ଦେବତା ତୁମ୍ଭେ ମାନେ ଥାଅ ଦେବଙ୍କ ସନ୍ନିଧାନେ
ତୁମ୍ଭର ଚକ୍ଷୁ ପଦ୍ମ ତୁଲ୍ୟ ବିରାଜେ କିରୀଟ କୁଣ୍ଡଳ ପୁରେ ଲମ୍ବଇ ବନମାଳ ଶୋଭିତ ଯେ ପୀତ ତୁକୁଳ ସର୍ବେ ନୂତନ ତନୁବୟ ଚାରୁ ଚତ୍ୱାର ଭୁଜ ବହ ଶଙ୍ଖ ଚକ୍ର ଗଦା କମଳ ଏଣେ ଶୋଭା ତୁମ୍ଭେ ସକଳ ଧନୁ ଖଡ଼ଗ ତୁଣସର ଏ ସର୍ବ ଆୟୁଧ ତୁମ୍ଭର ଦିଗ ମାନଙ୍କର ତିମିର ଆତ୍ମକାନ୍ତିରେ କଲ ଦୂର ଆମ୍ଭେ ଧର୍ମରାଜ କିଙ୍କର କିମ୍ପା ନିଷେଧ ତୁମ୍ଭେ କର। ଶ୍ରୀଶୁକ ଉବାଚ ଯମଦୂତଙ୍କ କଥା ଅନ୍ତେ ହସି କହନ୍ତି ବିଷ୍ଣୁ ଦୂତେ ମେଘ ଗମ୍ଭୀର ପ୍ରାୟ ବାଣୀ ଯମଦୂତଙ୍କ ଆଗେ ଭଣି। ବିଷ୍ଣୁଦୂତ ଉବାଚ ତୁମ୍ଭେ ଦୂତ ଧର୍ମ ରାଜାର ତାହାଙ୍କ ଆଜ୍ଞା ଯେବେ କର ଧର୍ମ ଅଧର୍ମର ଲକ୍ଷଣ କହିବା ଆମ୍ଭର ଆଗେଣ ପ୍ରାଣୀକି କଲେ ଦଣ୍ଡ ପାଇ ଦଣ୍ଡର ସ୍ଥାନ କେବା ହୋଇ ଦଣ୍ଡକୁ ସହଇ କେମନ୍ତେ ମନୁଷ୍ୟ ଜନ୍ମ ଏ ଜଗତେ। ଯମଦୂତ ଉବାଚ ଦେବ ବିହିତ ଯେତେ କର୍ମ ସେହି ସଂସାରେ ନିତ୍ୟ ଧର୍ମ ତା ବିନା ଅନ୍ୟ କର୍ମ ଯେତେ ଅଧର୍ମ ବୋଲନ୍ତି ଜଗତେ ସାକ୍ଷାତ ବେଦ ନାରାୟଣ ଏ ନିଶ୍ଚୟ ବ୍ରହ୍ମାର ବଚନ ଏ ବେଦ ଆପଣା ଶକ୍ତିରେ ସତ୍ୱର ଯତମ ଗୁଣରେ ଗୁଣ ନାମ କ୍ରିୟା ରୂପରେ ଯଥା ତଥାରେ ଭିନ୍ନ କରେ ସୂର୍ଯ୍ୟ ଚନ୍ଦ୍ର ଦିଗ ଆକାଶ ପବନ ସନ୍ଧ୍ୟା ଅହର୍ନିଶ ଗାବ ଭୂଜଳ ଅଗ୍ନି ଧର୍ମ ଏହି ଧର୍ମର ସାକ୍ଷୀ ଜାଣ ପାପକୁ ଏଣେ କରି ଜାଣି ଦଣ୍ଡର ସ୍ଥାନ ପରିମାଣି କର୍ମ ଆୟତ ହୋଇ ଜନ ଦଣ୍ଡରେ ହୁଅଇ ଭାଜନ ଆହେ ନିଷ୍ପାପ ପ୍ରାଣୀ ମାନେ କର୍ମ କରନ୍ତି ଯେତେ ଜନେ ସତ୍କର୍ମ ଯେ ମାନେ କରନ୍ତି ସ୍ୱକର୍ମ ଫଳ ସେ ଲଭନ୍ତି ମନ୍ଦ କର୍ମରେ ଯୁକ୍ତ ଯେହୁ ସୁଫଳ ଲଭିବ ସେ କାହୁଁ ବିଧି ନିଶେଷ ବେନି କର୍ମ ଏ ନିତ୍ୟ କହନ୍ତି ଆଗମ ବିହିତ କର୍ମ ଯେ କରଇ ତାର ପାପକୁ ଭୟ ନାହିଁ ନିଷେଧ କର୍ମ କରେ ଯେହୁ ସକଳ ଦଣ୍ଡ ସହେ ସେହୁ ଏଘେନି ବେଦ ବ୍ରହ୍ମମୟେ ସୁଜନେ ବେଦ ମାର୍ଗ ରହେ ଧର୍ମ ଅଧର୍ମ ଆଚରଣ କରନ୍ତି ଯେହୁ ପ୍ରାଣୀ ମାନ ସେ ପ୍ରାଣୀ ମାନେ ଅବନୀରେ ଫଳାଫଳକୁ ଭୋଗ କରେ ଏ ଦେବ ଶ୍ରେଷ୍ଠ ତୁମ୍ଭେ ମାନେ ସଂସାରେ ପ୍ରାଣୀ ମାନେ ଯେନେ ତ୍ରିବିଧ ଲକ୍ଷଣ ଲଭନ୍ତି ଯେ ଯଥା କର୍ମ ଆଚରନ୍ତି ଗୁଣ ବିଚିତ୍ର ଭାବୁ କରି ପ୍ରାଣୀଙ୍କ ବିଷୟ ଆଚରି କାଳର ବର୍ତ୍ତମାନ ଗୁଣ ଭୂତ ଭବିଷ୍ୟତ ପ୍ରମାଣ ଦେଶନେ ପ୍ରାଣୀ ଇହ ଜନ୍ମ ପ୍ରକାଶ କରେ ଧର୍ମାଧର୍ମ ଯେ ଧର୍ମରାଜ ଜନ୍ତୁ ସାଇ ସେ ସଂଯମନି ପୁରେ ଥାଇ ପ୍ରାଣୀର ଅନ୍ତର୍ଯାମୀ ହୋଇ ଧର୍ମ ଅଧର୍ମକୁ ଜାଣଇ ତମ ଗୁଣରେ ଯୁକ୍ତ ହୋଇ ପ୍ରାଣୀ ସୁକର୍ମ ନ ଜାଣଇ ଏ ଦେହେ ଅହମିକା ବହି ଜନ୍ମ ଅକାରଣ ନାଶଇ ଜ୍ଞାନ କରମ ଦଶନ୍ଦ୍ରିଏ ମନ ଆର ପଞ୍ଚ ବିଷয়ে ଏ ଷଟ ଦଶ ଲିଙ୍ଗ ଦେহে ଏ জীব ভুঞ্জই বিষয়ে যে অবা পঞ্চভূত গুণ সৃষ্টি কি করই বিআণ মহত তত্ত্ব অহংকার এ আদি যেতে ক অপর ত্রিগুণ শক্তি আদি যেতে এহাকু ধরি হৃদগতে হেমন্ত প্রকারেণ দেহি হরস শোক কুল ভই তেণু ষড়বর্গ অর্জিত কর ই কর্ম বিপরীত কোশকারর প্রায় হই কর্মরে আত্মা কুরোধই হেতু অন্তরে শুনি সেহি তহির হই মোহ হই স্বভাবে কর্ম বশ হই নিরতে কর্মকু করই হেতু অন্তরে পুণ সেহি অদৃষ্ট বসে দেহ বহি মাতা পিতার অনুরূপ লভ স্থূল সূক্ষ্ম রূপ প্রকৃতি সঙ্গরূপ পুরুষ এ রূপ সর্ব করে নাশ পূর্ব বৃত্তান্ত এবে শুণ বেদ সম্পন্ন এ ব্রাহ্মণ ধর্মজ্ঞ শৈলবন্ত পুণ সুশান্ত সুজ্ঞানী নিপুণ মৃদু
ସୁମନ୍ତ୍ରଜ୍ଞ ସୁଚିଦାତା ସତ୍ୟ ବଚନ ଦ୍ରୁତ ବ୍ରତା ଅତିଥି ବୃଦ୍ଧ ଗୁରୁ ଅଗ୍ନି ଏହାଙ୍କ ସେବା ଶିରେ ଘେନି ସର୍ବଭୂତରେ ମିତ୍ରପଣ କୋପ ବର୍ଜିତ ସାଧୁଗଣ ଅଶେଷ ଗୁଣ ସ୍ଥାନ ଏହି ସୁଶୀଳ ବୃତ୍ତିରେ ଜିଓଇ ପିତା ଆଜ୍ଞାରେ ଏ ବ୍ରାହ୍ମଣ ଏକ କାଳେ ବନେ ଗମୀଣ ପୁଷ୍ପ ସମିଧ ଫଳକୁ ସେ ଘେନି ଆସଇ ମନ ତୋଷେ ସ୍ତ୍ରୀ ସହିତେ ବନେ ଥିଲା କାମୀ ସୂତ୍ରକୁ ଏ ଦେଖିଲା ମଦ୍ୟପାନରେ ରକ୍ତ ନେତ୍ରେ ବିହଳ ହୋଇ ଅଛି ଚିତେ ନିମି ଖସିଛି ମତ ଭରେ ମୂଢ ଲଜ୍ଜାକୁ କରି ଦୂରେ ହାସ୍ୟ ଗାୟନ କ୍ରୀଡ଼ାର ସେ ଲୀଳା କରଇ ତାର ପାଶେ କନ୍ଦର୍ପେ ଲିପ୍ତ ମନ ହୋଇ ଭୁଜେ ଆଲିଙ୍ଗନ କରଇ ବିପ୍ର ସ୍ତ୍ରୀକୁ ଦେଖି କରି ଇନ୍ଦ୍ରିୟ ବସେ ଅନୁସରି ଏମନ୍ତେ ଏହାକୁ ଦେଖିଲା ମନରେ ମୋହିତ ହୋଇଲା ଆପଣା ଆତ୍ମା ସ୍ଥିର କରି ମନରେ ବହୁତ ବିଚାରି ହେଲେ ହିଁ ସତ୍ୱ ଗୁଣେ ସ୍ଥିତ କନ୍ଦର୍ପେ ହୋଇଲା ପୀଡ଼ିତ ସ୍ତ୍ରୀ ବିଷয়ে ଅବିରାମ କପଟ ଗ୍ରହ ହୋଇ କାମ ତେଣେ ପ୍ରମତ ମନ ତାର ନିଜ ଧର୍ମକୁ କଲା ଦୂର ବିନ ଉରଜ ମନୋହରେ ସ୍ନେହରେ ସ୍ତ୍ରୀ ବିଷୟରେ ପରିତୋଷଣ ତାକୁ କରି ସେବକ ମତେ ଆଜ୍ଞା କରି କୋମଳ ବାକ୍ୟେ ମନୋହରି ପ୍ରସନ୍ନ ଯେ ମନ୍ତେ ସୁନ୍ଦରୀ ନିଜ ଯୁବତୀ କୁଳ ସ୍ତ୍ରୀ ତେଜିଲା ବିପ୍ର ମନ୍ଦାଚାରୀ ସ୍ୱୈରିଣୀ ଅପାଙ୍ଗ ଇଙ୍ଗିତେ ବନ୍ଦୀ ହୋଇଲା ତାର ଚିତେ ତା ବିନୁ ନ ଜାଣଇ ଆନ ତିଳେ ବିଚ୍ଛେଦ ନୋହେ ମନ ଅଧର୍ମ ବୁଦ୍ଧି ସେ ବ୍ରାହ୍ମଣ ନିରତେ ବେଶ୍ୟା ପରାୟଣ ଧର୍ମେ ଅଧର୍ମେ ମନ ଆଣି ସନ୍ତୋଷ କରଇ ସ୍ୱୈରିଣୀ ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର ସ୍ୱୈରିଣୀ ରତ ଅବିରତ ଗର୍ବିତ କର୍ମେ ପ୍ରବର୍ତ୍ତିଲା ପୂର୍ବର ଧର୍ମ ନାଶ କଲା ଏଣୁ ଏ ପାପୀ ଦ୍ୱିଜେ ନେଇ ଯମର ଛାମୁରେ ଦେବଇ ବୋଲୋଇ ଜଗନ୍ନାଥ ଦାସ ଯମଦୂତ ବେଦ ପ୍ରକାଶ। इति श्रीमद्भागवते महापुराणे परमहंस्यां संहितायां षष्ठस्कन्धे अजामिळोपाख्याने विष्णुजमदूत संवादो नाम प्रथमोऽध्याय।